ମା ଗୋଟେ ଗପ। ପ୍ରାଚୀନ ଯୁଗରେ, ଏଇଟା ବହୁତ ପ୍ରାଚୀନ ଯୁଗର କଥା। ସେତେବେଳେ ସୁଣାବତୀ ନଦୀ କୂଳରେ ସଦାନନ୍ଦ ନାମକ ଜଣେ ବୀଣା ବଜାୟ ଲୋକ ବାସ କରୁଥିଲେ। ଜଣେ ବୀଣା ବାଦକ ସଦାନନ୍ଦ, ସେ ସେଇ ସୁଣାବତୀ ନଦୀ କୂଳରେ ବସବାସ କରୁଥିଲେ। ତାଙ୍କ ବୀଣା ବାଦନ ଏତେ ମଧୁର ଥିଲା ଏବଂ ଲୋକମାନଙ୍କୁ ଭିତରେ ତାଙ୍କର ହତାଶ, ବିଷାଦ, ଏପରିକି ଚିନ୍ତା ବି ଦୂର କରିଦଉଥିଲା ତାଙ୍କ ବୀଣା ବାଦନରେ। ତେଣୁ ଲୋକେ ତାଙ୍କୁ ସରସ୍ୱତୀ ତଥା ଅଭିନବ ନାରଦ ବୋଲି କହୁଥିଲେ। ତେଣୁ ଅନେକ ରାଜା ତାଙ୍କୁ ରାଜସଭାଙ୍କୁ ମଧ୍ୟ ନିମନ୍ତ୍ରଣ କରୁଥିଲେ। ସେ ରାଜସଭାକୁ ଯାଆନ୍ତି, କିନ୍ତୁ କୌଣସି ରାଜାଙ୍କ ପାଖରେ ବୀଣା ବାଦକ ହିସାବରେ ସେ ଯୋଗ ଦେଲେ ନାହିଁ। କାହିଁକିନା ତାଙ୍କର ଧନ ବା ଯଶ ଏ ପ୍ରତି ତାଙ୍କର କୌଣସି ଲାଳସା ନଥିଲା। ସେ ଜଣେ, ଯେମିତି କହନ୍ତି, ବିଦ୍ୟାର ପୂଜାରୀ, ସେଇଭଳି ସେ ବସବାସ କରିବାକୁ ତାଙ୍କୁ ପସନ୍ଦ ଲାଗୁଥିଲା। ତେଣୁ ସେ ରାଜାଙ୍କ ପାଖରେ କୋଉଠି ରହିଲେ ନାହିଁ। ଜଙ୍ଗଲରେ ଗୋଟେ କୁଟୀର କରି ରହିଥାନ୍ତି ଏବଂ ରାଜା ମାନଙ୍କର ଅନୁଗ୍ରହରୁ ଏବଂ ଲୋକମାନଙ୍କର ଅନୁଗ୍ରହରୁ ତାଙ୍କ ପାଖରେ ତାଙ୍କର ନିତ୍ୟ ବ୍ୟବହାର୍ଯ୍ୟ ଆବଶ୍ୟକୀୟ ଖାଦ୍ୟ ବସ୍ତ୍ର ସବୁ ମିଳି ଯାଉଥିଲା ତାଙ୍କୁ। କିନ୍ତୁ ତାଙ୍କର ଏଇ ଯୋଉ ଅଦ୍ଭୁତ ବିଦ୍ୟା ଯୋଗୁ ଅନେକ ଶିଷ୍ୟ ମଧ୍ୟ ତାଙ୍କର ହେଲେ। ସେ ଶିଷ୍ୟ ମାନଙ୍କୁ ତାଙ୍କର ବୀଣା ବାଦନ ଶିକ୍ଷା ଦେଲେ। ତାଙ୍କର ଏମିତି ହଜାର ହଜାର ଶିଷ୍ୟ ବିଦ୍ୟା ପ୍ରାପ୍ତ କରିକିରି ଭିନ୍ନ ଭିନ୍ନ ଜାଗାରେ ସମସ୍ତେ ଯୋଗଦାନ କରିଛନ୍ତି। ଧୀରେ ଧୀରେ ତାଙ୍କର ବୟସ ହେଇଗଲାଣି। ଆଉ ଏଣିକି ଯୋଉ ଶିଷ୍ୟ ମାନେ ଆସନ୍ତି, ସେ ସମସ୍ତଙ୍କୁ କୁହନ୍ତି ଯେ ମୋର ତ ବୟସ ହେଇଗଲାଣି, ମୁଁ ଆଉ ପାରୁନାହିଁ, ତେଣୁ ମୋର ଶିଷ୍ୟ ମାନଙ୍କ ପାଖକୁ ତମେ ଯାଅ। ତାଙ୍କର ଯିଏ ଯୋଉଠୁ ଆସିଥାନ୍ତି ସେଇ ପାଖାପାଖି ଯୋଉ ଶିଷ୍ୟ ମାନେ ସବୁ ଥାଆନ୍ତି, ସେଇମାନଙ୍କ ପାଖକୁ ସଦାନନ୍ଦ ତାଙ୍କ ପଠେଇ ଦିଅନ୍ତି। ଦିନେ ଜଣେ ଯୁବକ, ତାଙ୍କ ନାଁ ହଉଛି ଗୁଣକୀର୍ତ୍ତି, ଆସି ତାଙ୍କ ପାଖରେ ପହଞ୍ଚିଲେ। ତାଙ୍କୁ ବୀଣା ବଜାଇବା ଶିଖିବା ପାଇଁ ପ୍ରାର୍ଥନା କଲେ। ସେ ସମସ୍ତଙ୍କୁ ଯେପରି ଅନ୍ୟ ଶିଷ୍ୟ ମାନଙ୍କ ପାଖକୁ ପଠାନ୍ତି, ତାକୁ ମଧ୍ୟ ସେୟା କହିଲେ। କିନ୍ତୁ ସେ କହିଲେ ଯେ ନା, ମୁଁ ମହାନୁଭବ, ଆପଣଙ୍କ ପାଖରୁ ହିଁ ମୁଁ ବିଦ୍ୟା ପୂର୍ଣ୍ଣ ଭାବେ ଶିଖିବି, ଆଉ ମୁଁ ଆଉ କାହା ପାଖକୁ ଯିବି ନାହିଁ। ମୋର ଦୃଢ ବିଶ୍ୱାସ ଯେ ମୁଁ ଆପଣଙ୍କ ଠାରୁ ଶିଖିବି ଏବଂ ଆପଣଙ୍କର ଯଶ ବୃଦ୍ଧି କରିବି। ସେଠୁ ତାଙ୍କୁ ସଦାନନ୍ଦ କହିଲେ, ଆଉ ମୁଁ ତ ଏବେ ବୁଢା ହେଇଗଲିଣି, ଆଉ ତୁମକୁ ଆଉ କେତେ ଦିନ ଆଉ ଶିକ୍ଷା ଦେଇପାରିବି? ମତେ କାହିଁ ଲାଗୁନି ମୁଁ ତୁମକୁ ପୂର୍ଣ୍ଣ ଶିକ୍ଷା ଦେଇପାରିବି। ସେ କହିଲେ, ନାଇଁ ଆଜ୍ଞା, ମୁଁ ଯାହା ବି ହେଲେ ମୁଁ ଆପଣଙ୍କ ପାଖରେ ହିଁ ଶିଖିବି। ସେଠୁ ତାଙ୍କୁ ସେ କହୁଛନ୍ତି, ବାପ, ତୁମର ଉତ୍ସାହ ଅତି ପ୍ରଶଂସନୀୟ। ତଥାପି ତୁମେ ଯେହେତୁ ବହୁତ ଦୂରରୁ ମୋ ପାଖକୁ ଆସିଛ, ମୁଁ ତୁମକୁ ଅବଶ୍ୟ ବୀଣା ବଜାଇବା ଶିଖାଇବି। ତାପରେ ଗୁଣ କୀର୍ତ୍ତି ସଦାନନ୍ଦଙ୍କ ପାଖରେ ବୀଣା ବାଦନ ଶିଖିଲେ। କିନ୍ତୁ ସଦାନନ୍ଦ ଯାହା ଭାବିଥିଲେ ତାହା ହେଲା। ଗୁଣ କୀର୍ତ୍ତି ଅଧା ବିଦ୍ୟା ଶିଖିଥିବା ସମୟରେ ସଦାନନ୍ଦ ରୋଗାକ୍ରାନ୍ତ ହୋଇଗଲେ ଏବଂ ସିଏ ଶଯ୍ୟାଶାୟୀ ହେଇପଡିଲେ। ସେ ସମୟରେ ଗୁଣ କୀର୍ତ୍ତି ତାଙ୍କର ଅନେକ ସେବା ଶୁଶ୍ରୂଷା ମଧ୍ୟ କଲେ। ଯେତେବେଳେ ଦେଖିଲେ ସଦାନନ୍ଦ ସେ ଆଉ ପାରିବେ ନାହିଁ, କହିଲେ, ବାପ, ମୋର ଶେଷ ସମୟ ଆସିଗଲାଣି, ତୁମର ବିଦ୍ୟା ପୂର୍ଣ୍ଣ କରିବା ଶକ୍ତି ମୋର ଆଉ ନାହିଁ। ଯଦି ତୁମେ 4-5 ବର୍ଷ ପୂର୍ବରୁ ଆସିଥାନ୍ତ, ତୁମକୁ ମୁଁ ମୋ ଠାରୁ ମଧ୍ୟ ବଡ ବୀଣା ବାଦକ କରିଦେଇ ପାରିଥାନ୍ତି। କିନ୍ତୁ ଏ ଯଶ ଆମ ଦୁଇ ଜଣଙ୍କ ଭାଗ୍ୟରେ ନାହିଁ। ଆମ ବଂଶରେ ବହୁତ ଦିନରୁ ଗୋଟେ ବିଚିତ୍ର ବୀଣା ଅଛି, ଆଉ ସେଥିରେ ପ୍ରତ୍ୟେକ ସ୍ୱର ନିନୋଟି ସ୍ଥାନରେ ଧ୍ୱନିତ ହେଉଛି। ଯେକୌଣସି ବୀଣା ବାଦକ ବଜାଇଲେ ମଧ୍ୟ ଶ୍ରୋତାଙ୍କୁ ଅଦ୍ଭୁତ ସ୍ୱର ସେଥିରୁ ଶୁଣିବାକୁ ମିଳେ। ମୁଁ ଏହି ବୀଣା ତୁମକୁ ଦେଇଦେବି। ଏହା ସାହାଯ୍ୟରେ ତୁମେ ରାଜା ମାନଙ୍କୁ, ଲୋକମାନଙ୍କୁ ଆନନ୍ଦ ଦେଇପାରିବ। ଏହା ବ୍ୟତୀତ ତୁମେ ଶ୍ରୋତାଙ୍କୁ ମଧ୍ୟ
ଏଥିରେ ଆପାୟିତ କରି ଏକ ଯଶସ୍ୱୀ ବୀଣା ବାଦକ ହୋଇପାରିବ। ଏହିପରି ବୁଝାଇ ସଦାନନ୍ଦ ସେହି ଅପୂର୍ବ ବୀଣାଟି ଗୁଣକୀର୍ତ୍ତିଙ୍କ ହାତରେ ଦେଇ ପ୍ରାଣତ୍ୟାଗ କଲେ। ବର୍ତ୍ତମାନ ଗୁଣକୀର୍ତ୍ତି ଭକ୍ତିପୂର୍ବକ ନିଜ ଗୁରୁଙ୍କର ଅନ୍त्यେଷ୍ଟି କ୍ରିୟା ଶେଷ କଲେ ଏବଂ ସେହି ବୀଣାଟିକୁ ନେଇ ଆଶ୍ରମ ସେ କୁଟୀର ଛାଡି ତାଙ୍କ ଗ୍ରାମ ଅଭିମୁଖେ ଗଲେ। ଲୋକମାନଙ୍କ ପାଖରେ ତାଙ୍କ ଗ୍ରାମରେ ବୀଣା ବଜାଇ ତାଙ୍କୁ ଗୀତ ଯେତେବେଳେ ପରିବେଷଣ କଲେ, ଲୋକମାନେ ସେଥିରେ ଅନେକ ଉପକୃତ ହେଲେ। ଏହିପରି ଧୀରେ ଧୀରେ ଖବର ଯାଇ ରାଜାଙ୍କ ପାଖରେ ପହଞ୍ଚିଲା। ମହାରାଜ ତାଙ୍କୁ ରାଜସଭାକୁ ରାଜସଭାକୁ ଡକେଇଲେ। ସେ ରାଜାଙ୍କ ପାଖକୁ ଗଲେ ଏବଂ ରାଜା ତାଙ୍କର ବୀଣା ବାଦନ ଶୁଣି ସାରିଲା ପରେ ସେ ତାଙ୍କୁ ରାଜରେ ତାଙ୍କ ରାଜସଭାରେ ବୀଣା ବାଦକ ରୂପେ ନିଯୁକ୍ତି କଲେ। ଆଉ ଧୀରେ ଧୀରେ ତାର ପ୍ରସିଦ୍ଧ ବୀଣା ବାଦନ ସମସ୍ତଙ୍କୁ ମୋହିତ କଲା ଏବଂ ତାର ଯଶ ଖ୍ୟାତି ବଢି ବଢି ଚାଲିଲା। ଅନେକ ଦେଶରୁ ଯୁବକ ଆସି ଗୁଣକୀର୍ତ୍ତିର ଶିଷ୍ୟ ହେବା ପାଇଁ ମଧ୍ୟ ଇଚ୍ଛା କଲେ। ଗୁଣକୀର୍ତ୍ତି କିନ୍ତୁ ସେମାନଙ୍କୁ ମନା କରିବା ପାଇଁ ନାନା ପ୍ରକାରର ଛଳନା ଦେଖାଇଲେ। କିନ୍ତୁ ଲୋକଙ୍କ ଆଗରେ ଗୁଣକୀର୍ତ୍ତି ଏକ ମହାନ ପ୍ରତିଭାଶାଳୀ ଯଶସ୍ୱୀ ବ୍ୟକ୍ତି ହୋଇସାରିଥିଲେ। କିନ୍ତୁ ଏକାନ୍ତରେ ସେ ରହିବା ସମୟରେ ଅନେକ ସମୟରେ ମାନସିକ ଅଶାନ୍ତିରେ ସମୟ କାଟୁଥିଲେ। ଦିନେ ରାଜା ଗୁଣକୀର୍ତ୍ତିଙ୍କୁ ଡକାଇ କହିଲେ, ଦେଖ ଗୁଣକୀର୍ତ୍ତି, ତୁମେ ଅନ୍ୟ କାହାରିକୁ ତ ଶିଷ୍ୟ କରୁନାହ, କିନ୍ତୁ ତୁମକୁ ମୋ କନ୍ୟା କଳାବତୀକୁ ବୀଣା ବାଦନ ଶିଖାଇବାକୁ ହେବ। ଆଉ ଗୋଟେ କଥା ମୁଁ ତୁମକୁ କହି ରଖେ ଯେ ସେ ତୁମକୁ ଭାବି ପତି ରୂପେ ମଧ୍ୟ ସ୍ୱୀକାର କରିଛି। ଏ କଥା ଶୁଣି ଗୁଣକୀର୍ତ୍ତିର ମନ ଆହୁରି ଅଶାନ୍ତ ହେଇଗଲା। ଶେଷରେ ସେ କାହାକୁ କିଛି ନ କହି ଗୋଟାଏ ଦିନ ରାତିରେ ନିଜର ବିଚିତ୍ର ବୀଣା ନେଇ ଗୁପ୍ତରେ ଏକ ନଦୀ କୂଳରେ ପହଞ୍ଚି ସେଇଠିକୁ ପଥରରେ ପିଟି ପିଟି ଖଣ୍ଡ ଖଣ୍ଡ କରିଦେଲେ। ଏହାପରେ ସିଧା ସେ ତାଙ୍କ ଗୁରୁଙ୍କ ଆଶ୍ରମକୁ ଚାଲିଯାଇ ଅଳ୍ପ ଦିନ ସେଠାରେ ରହି ନିଜର ପୂର୍ବ ବୀଣା ନେଇ ଅକ୍ଳାନ୍ତ ପରିଶ୍ରମ କଲେ ଏବଂ ଗୁରୁଙ୍କ ଅଭାବରେ ହେଲେ ମଧ୍ୟ ତାଙ୍କର ସାଧନା ସେ ସଫଳ କଲେ। ତାପରେ ରାଜସଭାକୁ ଆସି ତାଙ୍କର ନିଜସ୍ୱ ସାଧାରଣ ବୀଣା ଦ୍ୱାରା ସଙ୍ଗୀତ ଶୁଣାଇଲେ। ଏଣିକି ସେ କଳାବତୀ ତଥା ଅନ୍ୟାନ୍ୟ ଶିଷ୍ୟମାନଙ୍କୁ ବୀଣା ବାଦନ ଶିକ୍ଷା ଦେଇ ଏକ ଗୁରୁକୁଳ ସଞ୍ଚାଳନ କଲେ। କାଳକ୍ରମେ ରାଜା ମଧ୍ୟ ନିଜ କନ୍ୟାକୁ ତାଙ୍କ ସଙ୍ଗେ ବିବାହ କରାଇଲେ। ଏଇ ଥିଲା କାହାଣୀଟି। ଏଠି ପ୍ରଶ୍ନ ହଉଛି ଯେ ଏତେ ସୁନ୍ଦର ବୀଣାଟିଏ ଥିଲା ଯୋଉଟା କି ତାଙ୍କ ଗୁରୁ ତାଙ୍କୁ ଦେଇଥିଲେ। ଦିଟା କଥା, ପ୍ରଥମ କଥା ହେଲା ଗୁରୁ ଦେଇଥିଲେ, ଦ୍ଵିତୀୟ କଥା ହେଲା ସେହି ବୀଣା ବଜାଇବା ଫଳରେ ସେ ବୀଣାର ନିଜସ୍ୱ ଏକ ଦୈବୀ ଗୁଣ ଯୋଉଟା ସେ ଥିଲା, ତା ଫଳରେ ଲୋକମାନେ ସମସ୍ତେ ବିମୋହିତ ହେଇଯାଉଥିଲେ। ସିଏ ତାକୁ ଭାଙ୍ଗିଲେ କଣ ପାଇଁ? ଯେ ସେ ତାକୁ ଭାଙ୍ଗିଲେ କଣ ପାଇଁ? ଆଉ ଦ୍ଵିତୀୟ ପ୍ରଶ୍ନ ହେଲା ଯେ ସେ ଆଗରୁ ଶିଷ୍ୟ କରୁନଥିଲେ କଣ ପାଇଁ? ହଁ, ପ୍ରକୃତ କଥା ହଉଛି ଯେହେତୁ ସେ ଜଣେ ଜିଜ୍ଞାସୁ ବ୍ୟକ୍ତି ଏବଂ ଶିକ୍ଷା ଗ୍ରହଣ କରିବା ପାଇଁ ତାଙ୍କର ଏକ ଅଭିପ୍ସା ଥିଲା ଏବଂ ଗୁରୁଙ୍କ ଦେହାନ୍ତ ପରେ ସେ ଆସି ଯୋଉ ବୀଣା ବାଦନ କଲେ, ସେ ଅନୁଭବ କରିଥିଲେ ଯେ ତାଙ୍କର ବିଦ୍ୟା ସମ୍ପୂର୍ଣ୍ଣ ହୋଇନାହିଁ। ଏ ହେଲା ପ୍ରଥମ କଥା। ଆଉ ଗୋଟେ କଥା ହେଲା, ଯେହେତୁ ସେ ବୀଣାଟି ଏକ ଦିବ୍ୟ ବୀଣା ଥିଲା, ତେଣୁ ତା ଫଳରେ କଣ ହଉଥିଲା, ସେ ପୂର୍ଣ୍ଣ ଶିକ୍ଷା ଗ୍ରହଣ ନ କରିଥିଲେ ମଧ୍ୟ ସେ ବୀଣାର ମହତ୍ୱରେ ସେ ଶ୍ରୋତା ମାନେ ସମସ୍ତେ ମୋହିତ ହେଇଯାଉଥିଲେ। ତେଣୁ ତାଙ୍କର ମହତ୍ୱ ଯେତିକି ବିକଶିତ ହେଇନଥିଲା ବା ପ୍ରକାଶିତ ହଉନଥିଲା, ସେଇ ବୀଣାର
ଯୋଉ ଯନ୍ତ୍ରର ମହତ୍ଵ ଫଳରେ ସେ ଅଧିକ ଲୋକମାନେ ବିମୁଗ୍ଧ ହଉଥିଲେ ବା ମୋହିତ ହଉଥିଲେ। ତେଣୁ ସେ ଜାଣିଥିଲେ ଯେ ମୋର ନିଜର ଶିକ୍ଷା ପୂର୍ଣ୍ଣ ଲାଭ କରିନାହିଁ ବା ମୁଁ ପୂର୍ଣ୍ଣ ପାଣ୍ଡିତ୍ୟ ଲାଭ କରିନାହିଁ। ଏ ବିଚିତ୍ର ବୀଣା ଫଳରେ ହିଁ ଅନ୍ୟମାନେ ମତେ ମହାନ ବୋଲି ଭାବୁଛନ୍ତି, ମୋର ପ୍ରତିଭା ଅନେକ ବୋଲି କହୁଛନ୍ତି। ତେଣୁ ସିଏ ସେଇ ବୀଣାଟିକୁ ହିଁ ଭାଙ୍ଗିଦେଲେ। ସେଇଥିପାଇଁ ସେ ବୀଣାଟିକୁ ଭାଙ୍ଗିଦେଲେ। କହିଲେ ସେ ବୀଣାଟି ଥିଲେ ମୋର, ସମସ୍ତେ ତ ବିମୁଗ୍ଧ ହେଇଯାଉଛନ୍ତି ନା, ମୋର ଆଉ ଶିକ୍ଷା ଗ୍ରହଣ କରିବା ପାଇଁ ଆଗ୍ରହ ଆସୁନାହିଁ। ତେଣୁ ସେ ସେଇଥିପାଇଁ ବୀଣାଟି ଭାଙ୍ଗିଦେଲେ। ତାପରେ ନିଜେ ଆହୁରି ଅଭ୍ୟାସ କଲେ, ତାଙ୍କର ବୀଣା ବାଦନ ଶିକ୍ଷାକୁ ସମାପ୍ତ କଲେ। ତାପରେ ସେ ଯେହେତୁ ବର୍ତ୍ତମାନ ସେ ନିଜ ଭିତରେ ଏକ ଆତ୍ମ ପ୍ରତ୍ୟୟ ଆସିଲା ଯେ ହଁ ଏବେ ମୁଁ ଶିଖେଇ ପାରିବି, କାରଣ ବର୍ତ୍ତମାନ ଆଉ ସେ ଯୋଉ ଅଦ୍ଭୁତ ବୀଣା ନାହିଁ। ଅଦ୍ଭୁତ ବୀଣା ଥିଲେ ସିଏ ଯାହା ବି ଶିଖିଥାନ୍ତୁ ନା କାହିଁକି, ଭୁଲ ଭଟକା ବଜେଇଲେ ବି ସେ ଠିକ ବାଜୁଥିଲା, ଭଲ ଶୁଭା ଯାଉଥିଲା। ବର୍ତ୍ତମାନ ସେ ତାଙ୍କର ପରିଶ୍ରମ ଫଳରେ, ପ୍ରୟାସ ଫଳରେ ବିଦ୍ୟା ସାଧନକୁ, ତାଙ୍କର ପାଣ୍ଡିତ୍ୟକୁ ବୃଦ୍ଧି କଲେ। ଏବଂ ବର୍ତ୍ତମାନ ତାଙ୍କର ଲକ୍ଷ୍ୟ ରହିଲା କଣ, ଅଧିକରୁ ଅଧିକ କିପରି ତାଙ୍କର ସେଇ ବୀଣା ବାଦନରେ ଅଧିକରୁ ଅଧିକ ପାଣ୍ଡିତ୍ୟ ଅର୍ଜନ କରିବେ, ସେଇ ଲକ୍ଷ୍ୟ ରଖି ସେ ଶିଖେଇଲେ। ଆଗରୁ ଶିଖେଇଥିଲେ ହେଇନଥାନ୍ତା। ଆଗରୁ ଶିଖେଇଥିଲେ କଣ ନା, ବୀଣାର ମହତ୍ୱରେ ସମସ୍ତେ ବିମୁଗ୍ଧ, ସମସ୍ତେ ମୋହିତ ହଉଥିଲେ। ମୋହିତ ହବା ଅଲଗା ଏବଂ ଶିକ୍ଷା ପ୍ରଦାନ କରିବା ବା ଅନ୍ୟମାନଙ୍କୁ ଶିଖେଇବା ହଉଛି ଅଲଗା। ଏଠି ବର୍ତ୍ତମାନ ତାଙ୍କ ଭିତରେ ଆସିଗଲା ଭାବ ଯେ ଆଇ ୱିଲ୍ ଲର୍ନ, ମୁଁ ଶିଖିବି। ତେଣୁ ଏଇଭଳି ଭାବେ ତାଙ୍କର ଆତ୍ମବିଶ୍ୱାସ ଆସିବା ଫଳରେ ସେ ଏ କାର୍ଯ୍ୟଟି କଲେ। ମା ଏଇ ଗପଟି ଏଠି ସରିଲା। ଭାଙ୍ଗି ନଥିଲେ ହେଇନଥାନ୍ତା, ଗୁରୁ ଦେଇଥିଲେ ରଖି ଦେଇଥାନ୍ତେ। ନାଇଁ, ସେ ବା ତାଙ୍କ ପାଖରେ ଯେହେତୁ ସେ ବୀଣାଟି ରହିଥିଲା, ତେଣୁ ସିଏ ଯୋଉ ନୂଆ ଶିକ୍ଷା ଗ୍ରହଣ କରିବା ପାଇଁ ତାଙ୍କ ଭିତରେ ସେ ଭାବ ଆସୁନଥିଲା। କାହିଁକି ନା ସେ ତ ବଜେଇଲେ ତ ବାଜୁଥିଲା ଭଲ ନା। ସେ ବୀଣାର ମହତ୍ଵ ଫଳରେ ସେ ଯେମିତି ବଜେଇଲେ ବି ସୁନ୍ଦର ଶୁଭୁଥିଲା, ଅନ୍ୟମାନେ ମୋହିତ ହେଇଯାଉଥିଲେ। ବର୍ତ୍ତମାନ ସେ ଜାଣିବେ କେମିତି ମୁଁ ଯାହା ଯୋଉ ଶିଖେଇବି ବା ମୁଁ ଯାହା ବଜେଇବି ସେଟା ପ୍ରକୃତରେ ଠିକ ବଜଉଛି କି ଭୁଲ ବଜଉଛି। ସେଇଥିପାଇଁ ଅନେକ ସମୟରେ ଭଗବାନ କଣ କରନ୍ତି କି, ଆମେ କୋଉ ସ୍ଥାନରେ ରହିଛୁ ବା କୋଉ ସ୍ଥିତିରେ ରହିଛୁ, ସେଥିପାଇଁ ନିଜେ ଯେତେବେଳେ ସମ୍ମୁଖୀନ ହଉ, ସେତେବେଳେ ଆମେ ଜାଣିପାରୁ ଯେ ମୋର ଦୁର୍ବଳତା କେତେ, ମୋର ସାମର୍ଥ୍ୟ କେତେ। ଅନ୍ୟମାନଙ୍କର ଯେତେବେଳେ ହାତ ପରସ ଥବ ବା ମୁଁ କହନ୍ତି ଅନ୍ୟମାନଙ୍କର ହାତ ଯଦି ଆମ ମୁଣ୍ଡ ଉପରେ ଥିବ, ତାହେଲେ ତାଙ୍କ କୃପାରୁ ମୁଁ ପାରିଯିବି। ଲାଭ କଣ ହବ? ଯେ ପର୍ଯ୍ୟନ୍ତ ବାପା ଧନରେ ମୁଁ ଖର୍ଚ୍ଚ କରୁଥିବି, ସେ ପର୍ଯ୍ୟନ୍ତ ମତେ ଜଣା ପଡିବନି ପରିଶ୍ରମର ମହତ୍ଵ କଣ। ଏବଂ ସେତେବେଳେ ମୁଁ ଆକ୍ଚୁଆଲି କରିପାରିବିନି ବା ଶିଖିପାରିବିନି ବା ଜାଣିପାରିବି। ସେଥିପାଇଁ ଅନେକ ସମୟରେ ବାପା ମାନେ ଏଇ ଯୋଉ କଣ କରନ୍ତି, ପିଲାମାନଙ୍କୁ ନିଜ ଗୋଡରେ ଠିଆ କରାଇବା ପାଇଁ କେତେବେଳେ କେତେବେଳେ କଷ୍ଟର ସମ୍ମୁଖୀନ କରାନ୍ତି। ଏ ଯୋଉ ହିନ୍ଦୀ ଫିଲ୍ମରେ ଗୋଟେ ଦେଖେଇଥିବ, ଯେ ଅମିତାଭ ବଚ୍ଚନ ତାଙ୍କ ତା ପୁଅକୁ, ସେଥିରେ ଅକ୍ଷୟ କୁମାର ବୋଧେ ହେଇଥିବ ତା ପୁଅ, ତାଙ୍କ ପୁଅ ହେଇଥିବେ, ଅକ୍ଷୟ କୁମାର ଘରୁ ବାହାର କରିଦେବେ। ମାନେ ବିବାହ କରିଥିବ, ଏପଟେ ତା ସ୍ତ୍ରୀ ଗର୍ଭବତୀ ଥିବେ, ସେ ସମୟରେ ବାହାର କରିଦେବେ, କହିବେ ଯା ନିଜେ ଖଟିକି ଖାଇବୁ। କିନ୍ତୁ ସେ ଯୋଉଭଳି ଭାବରେ ତାକୁ ବାହାର କରିବେ, ସେଟା ଭାରି କଷ୍ଟଦାୟକ ଥିବ। କାହିଁକିନା ତା ପୂର୍ବରୁ ଯେତେ ଯାହା କହିଲେ ବି ସେ ସେତିକି ନିଜେ ପରିଶ୍ରମ କରି ନିଜେ ସମର୍ଥ ହବା ପାଇଁ ଚେଷ୍ଟା କରୁନଥିବ। ତେଣୁ ତାପରେ ସେ ଅତି କଷ୍ଟ ସହିକିରି ନିଜକୁ ନିଜେ କଷ୍ଟ ଦେଇକି ତାଙ୍କୁ ଗାଳି ଦେଇ ଭର୍ସନା କରି ବିଦା କରିଦେବେ। ତାପରେ ସେ ନିଜେ ସମର୍ଥ ହବା ପାଇଁ ଚେଷ୍ଟା କରିବେ ଏବଂ ପ୍ରୟାସ କରିବା ଫଳରେ, ସେଥିପାଇଁ କୁହାଯାଏ ଯେ ଅନ୍ୟ କାହାର ଦୟାରେ ସାଧାରଣତଃ ଆମର ଅଗ୍ରଗତି ହୁଏ। ନିଜେ ପରିଶ୍ରମ କଲେ ଅଗ୍ରଗତି ହବ।